ओम शांति 26/4/24 महावाक्य मिठा बाबा कहते मिठे बच्चे शरीर निर्वाह पाई कर्म करी मध्य बेहदर उन्नति कर। जेते भल भावरे बेहदर पाठ पढ़िबो सेते अधिक उन्नति हेबो। आजिर प्रश्न अछि तुमे पिला माने जेउ बेहदर पाठ पढ़ुच ସେଥିରେ ସବୁଠାରୁ ବଡ଼ କଷ୍ଟକର ବିଷୟ କ'ଣ? ତୁମେ ପିଲାମାନେ ଯେଉଁ ବେହଦର ପାଠ ପଢ଼ୁଛ ସେଥିରେ ସବୁଠାରୁ ବଡ଼ କଷ୍ଟକର ବିଷୟ କ'ଣ? ଉତ୍ତର, ଏହି ପାଠପଢ଼ାରେ ସବୁଠାରୁ କଷ୍ଟକର ବିଷୟ ହେଉଛି ଭାଇ ଭାଇର ଦୃଷ୍ଟିକୁ ପକ୍କା କରିବା। ବାବା ତୁମକୁ ଯେଉଁ ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି ସେହି ନେତ୍ର ଦ୍ୱାରା ନିଜେ ଆତ୍ମା ହୋଇ ଆତ୍ମା ଭାଇକୁ ଦେଖ। ତିଳେ ମାତ୍ର ଆଖି ଧୋକା ନ ଦେଉ। କୌଣସି ବି ଦେହଧାରୀଙ୍କ ନାମ ରୂପ ପ୍ରତି ବୁଦ୍ଧି ଆକର୍ଷିତ ନ ହେଉ। ବୁଦ୍ଧିରେ ସାମାନ୍ୟତମ ବିକାରୀ ବା ଛି ଛି ସଂକଳ୍ପ ନ ଚାଲୁ। ଏହା ହିଁ ମେହନତର କାମ। ଏହି ବିଷୟରେ ପାସ୍ ହେଉଥିବା ଆତ୍ମା ବିଶ୍ୱର ମାଲିକ ହୋଇଯିବେ। ଓମ୍ ଶାନ୍ତି। ଅବିନାଶୀ ବାବା ଆସି ଅବିନାଶୀ ସନ୍ତାନମାନଙ୍କୁ ବୁଝାଉଛନ୍ତି। ପ୍ରତ୍ୟେକ କଥାରେ ଗୋଟିଏ ବିନାଶୀ ଏବଂ ଅନ୍ୟଟି ଅବିନାଶୀ ମଧ୍ୟ ହୋଇଥାଏ। ଏତେ ସମୟ ତୁମେ ଲୌକିକ ଦୁନିଆରେ ଥିଲ, ଏବେ ଅଲୌକିକରେ ଅଛ। ତୁମର ପାଠପଢ଼ା ମଧ୍ୟ ଅବିନାଶୀ ଅଟେ। ଏହି ପାଠପଢ଼ା ଦ୍ୱାରା ଅବିନାଶୀ ରାଜତ୍ୱର ପ୍ରାପ୍ତି ହେଉଛି। ଏହାଠାରୁ କୌଣସି ଶ୍ରେଷ୍ଠ ପାଠ ଆଉ ନାହିଁ। କିଏ ପଢ଼ାଉଛନ୍ତି? ଅବିନାଶୀ ପିତା ଭଗବାନ ପଢ଼ାଉଛନ୍ତି। ଶରୀର ନିର୍ବାହ ପାଇଁ ସବୁକିଛି କରିବାକୁ ହେବ। ତା ସହିତ ନିଜର ଉନ୍ନତି ପାଇଁ ମଧ୍ୟ କିଛି କରିବାକୁ ପଡ଼ିବ। ବହୁତ ଲୋକେ ଚାକିରି କରି ମଧ୍ୟ ନିଜର ଅଧିକ ଉନ୍ନତି ନିମନ୍ତେ ପାଠ ପଢ଼ିଥାନ୍ତି। ସେଠାରେ ହେଉଛି ବିନାଶୀ ଉନ୍ନତି, ଏଠାରେ ଅବିନାଶୀ ବାବାଙ୍କ ପାଖରେ ଅବିନାଶୀ ଉନ୍ନତି ହେଉଛି। ବାବା କହୁଛନ୍ତି ଶାରୀରିକ ଏବଂ ଆତ୍ମିକ ଉଭୟର ଉନ୍ନତି କର। ବୁଦ୍ଧି ଦ୍ୱାରା ଜାଣୁଛ ବର୍ତ୍ତମାନ ଆମକୁ ଅବିନାଶୀ ସଚ୍ଚା ରୋଜଗାର କରିବାକୁ ହେବ। ଏଠାରେ ତ ସବୁକିଛି ମାଟିରେ ମିଶିଯିବ। ଯେତେ ବେଶୀ ଅବିନାଶୀ ରୋଜଗାରରେ ଭରପୁର ହୋଇ ଚାଲିବ ସେତେ ତୁମେ ବିନାଶୀ ରୋଜଗାର କଥା ଭୁଲିଯିବ। ସମସ୍ତେ ଜାଣିଯିବେ ଯେ ବର୍ତ୍ତମାନ ବିନାଶ ହେବ। ବିନାଶ ଯେତେ ପାଖେଇ ଆସିବ ସେତେ ଭଗବାନଙ୍କୁ ମଧ୍ୟ ଖୋଜିବେ। ବିନାଶ ହେବ ଅର୍ଥାତ୍ ନିଶ୍ଚିନ୍ତ ସ୍ଥାପନକର୍ତ୍ତା ମଧ୍ୟ ରହିବେ। କିନ୍ତୁ ଦୁନିଆରେ ମନୁଷ୍ୟ କିଛି ହେଲେ ବି ଜାଣି ନାହାନ୍ତି। ତୁମେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ପାଠ ପଢ଼ୁଛ। ଛାତ୍ରମାନେ ହଷ୍ଟେଲରେ ରହି ପାଠ ପଢ଼ନ୍ତି। କିନ୍ତୁ ଏ ହଷ୍ଟେଲ ତ ଭିନ୍ନ ଅଟେ। ଏହି ହଷ୍ଟେଲରେ ତ କେହି କେହି ଏମିତି ବି ରହୁଛନ୍ତି ଯେଉଁମାନେ କି ପ୍ରଥମରୁ ଚାଲି ଆସିଛନ୍ତି, ସେମାନେ ରହିଯାଇଛନ୍ତି। ସେମାନେ ଏମିତି ଆସିଯାଇଛନ୍ତି। ଭିନ୍ନ ଭିନ୍ନ ପ୍ରକାର ଆତ୍ମା ଆସିଗଲେ। ଏପରି ନୁହେଁ ଯେ ସମସ୍ତେ ଭଲ ପିଲା ହିଁ ଆସିଲେ। ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ତୁମେ ନେଇ ଆସିଥିଲ। ତୁମେମାନେ ପିଲାଙ୍କର ମଧ୍ୟ ଦାୟିତ୍ୱ ନେଉଥିଲ। ପୁଣି ସେମାନଙ୍କ ଭିତରୁ ମଧ୍ୟ କେତେକ ଚାଲିଗଲେ। ବଗିଚାରେ ଫୁଲ ବି ଦେଖ ଏବଂ ପକ୍ଷୀକୁ ବି ଦେଖ କିପରି ଚିଁ ଚିଁ କରୁଛନ୍ତି। ବର୍ତ୍ତମାନ ମନୁଷ୍ୟ ସୃଷ୍ଟି ମଧ୍ୟ ଏହିପରି ଅଟେ। ଆମ ଭିତରେ କୌଣସି ସଭ୍ୟତା ନଥିଲା। ଯେଉଁମାନଙ୍କର ସଭ୍ୟତା ଥିଲା ସେମାନଙ୍କର ମହିମା ଗାନ କରୁଥିଲୁ। କହୁଥିଲୁ ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ। ଯେତେ ବଡ଼ ଲୋକ ଆସିଲେ ମଧ୍ୟ ଅନୁଭବ କରୁଛନ୍ତି କି ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହୁଁ। ତେବେ ସେମାନେ କେଉଁ କାମର? ତୁମେମାନେ ମଧ୍ୟ କୌଣସି କାମର ନଥିଲ। ବର୍ତ୍ତମାନ ତୁମେ ଜାଣୁଛ ଏହା ବାବାଙ୍କର ଚମତ୍କାର। ବାବା ବିଶ୍ୱର ମାଲିକ କରାଉଛନ୍ତି। ଯେଉଁ ରାଜତ୍ୱ ଆମଠାରୁ କେହି ବି ଛଡ଼ାଇ ନେଇପାରିବେ ନାହିଁ। ସାମାନ୍ୟ ବିଘ୍ନ କେହି ବି ପକାଇ ପାରିବେ ନାହିଁ। ପୂର୍ବେ କ'ଣ ଥିଲୁ, ଏବେ ଆମେ କ'ଣ ହେଉଛୁ। ତେଣୁ ଏପରି ବାବାଙ୍କର ଶ୍ରୀମତକୁ ନିଶ୍ଚିନ୍ତ ରୂପେ ପାଳନ କରିବା ଉଚିତ। ଦୁନିଆରେ କେତେ ଗ୍ଲାନି, ହଙ୍ଗାମା ଆଦି ହେଉଛି। ଏହା କୌଣସି ନୂଆ କଥା ନୁହେଁ। 5000 ବର୍ଷ ପୂର୍ବରୁ ମଧ୍ୟ ହୋଇଥିଲା। ଶାସ୍ତ୍ରରେ ମଧ୍ୟ ଅଛି।
ପିଲାମାନଙ୍କୁ କୁହାଯାଇଛି ଭକ୍ତି ମାର୍ଗରେ ବାବା କହୁଛନ୍ତି ପିଲାମାନଙ୍କୁ କୁହାଯାଇଛି ଭକ୍ତି ମାର୍ଗର ଏ ଯେଉଁ ଶାସ୍ତ୍ର ରହିଛି ତାକୁ ପୁଣି ଭକ୍ତି ମାର୍ଗରେ ପଢ଼ିବ। ବର୍ତ୍ତମାନ ତୁମେ ଜ୍ଞାନ ଦ୍ୱାରା ସୁଖଧାମକୁ ଯାଉଛ, ସେଥିପାଇଁ ସମ୍ପୂର୍ଣ୍ଣ ପୁରୁଷାର୍ଥ କରିବା ଉଚିତ। ବର୍ତ୍ତମାନ ଯେଉଁଭଳି ପୁରୁଷାର୍ଥ କରିବ କଳ୍ପ କଳ୍ପ ତାହା ହିଁ କରିବ। ନିଜକୁ ଯାଞ୍ଚ କରିବା ଉଚିତ ଆମେ କେତେ ଉଚ୍ଚ ପଦ ପାଇବୁ। ପ୍ରତ୍ୟେକ ଛାତ୍ର ଜାଣିଛନ୍ତି ଯେ ଆମେ ଯେତେ ଭଲ ପଢ଼ିବୁ ସେତେ ଉଚ୍ଚ ପଦ ପାଇବୁ। ଇଏ ଆମଠାରୁ ହୁସିଆର, ଆମେ ମଧ୍ୟ ହୁସିଆର ହେବୁ। ବେପାରୀମାନଙ୍କ ମଧ୍ୟରେ ଏହିପରି ହୋଇଥାଏ। ମୁଁ ଏହାଙ୍କଠାରୁ ଉପରକୁ ଯିବି ଅର୍ଥାତ୍ ହୁସିଆର ହେବି। ଅଳ୍ପ କାଳ ସୁଖ ପାଇଁ ସେମାନେ କେତେ ପରିଶ୍ରମ କରୁଛନ୍ତି। ବାବା କହୁଛନ୍ତି ମଧୁର ସନ୍ତାନମାନେ, ମୁଁ ତୁମର ଶ୍ରେଷ୍ଠ ପିତା। ସାକାରୀ ବାପା ମଧ୍ୟ ଅଛନ୍ତି ଓ ନିରାକାରୀ ବାବା ମଧ୍ୟ ଅଛନ୍ତି। ଉଭୟ ଏକତ୍ର ରହିଛନ୍ତି। ଉଭୟ ମିଶି କହୁଛନ୍ତି ମଧୁର ସନ୍ତାନମାନେ, ଏବେ ତୁମେ ବେହଦର ପାଠପଢ଼ାକୁ ବୁଝିଗଲଣି। ଅନ୍ୟ କେହି ତ ଜାଣିନାହାନ୍ତି। ମୁଖ୍ୟ କଥା ହେଉଛି ଆମକୁ କିଏ ପାଠ ପଢ଼ାଉଛନ୍ତି। ଭଗବାନ କ'ଣ ପଢ଼ାଉଛନ୍ତି? ରାଜଯୋଗର ପାଠ। ବାବା କହୁଛନ୍ତି ମୁଖ୍ୟ କଥା ହେଉଛି ଆମକୁ କିଏ ପାଠ ପଢ଼ାଉଛନ୍ତି। ଭଗବାନ କ'ଣ ପଢ଼ାଉଛନ୍ତି? ରାଜଯୋଗର ପାଠ। ତୁମେମାନେ ରାଜଋଷି ଅଟ, ସେମାନେ ହେଲେ ହଠ ଯୋଗୀ। ସେମାନେ ମଧ୍ୟ ଋଷି ଅଟନ୍ତି କିନ୍ତୁ ହଦ୍ର। ସେମାନେ କହୁଛନ୍ତି ଆମେ ଘରଦ୍ୱାର ତ୍ୟାଗ କରିଛୁ। ଏହା କ'ଣ କିଛି ଭଲ କାମ କରିଛନ୍ତି କି? ତୁମକୁ ବିକାର ପାଇଁ ହଇରାଣ କରିବାରୁ ତୁମେ ଘରଦ୍ୱାର ଛାଡ଼ିଲ। ତାଙ୍କର କ'ଣ ଅସୁବିଧା ହେଲା? ତୁମକୁ ମାଡ଼ ଖାଇବାକୁ ପଡ଼ିଲା, ତେଣୁ ତୁମେ ପଳାଇ ଆସିଲ। ଜଣକୁ ଜଣକୁ ପଚାର, କୁମାରୀମାନେ ସ୍ତ୍ରୀମାନେ କେତେ ମାଡ଼ ଖାଇଛନ୍ତି, ସେଥିପାଇଁ ଚାଲି ଆସିଲେ। ଆରମ୍ଭରୁ କେତେ ଆସିଥିଲେ। ଏଠାରେ ଜ୍ଞାନ ଅମୃତ ମିଳୁଥିଲା, ତେଣୁ ଚିଠି ନେଇ ଆସିଲେ ଯେ ଆମେ ଜ୍ଞାନ ଅମୃତ ପାନ କରିବୁ। ଓମ୍ ରାଧେଙ୍କ ପାଖକୁ ଯାଉଛୁ। ବିକାରକୁ ନେଇ କେତେ ଝଗଡ଼ା ହଙ୍ଗାମା ଆରମ୍ଭ ଚାଲି ଆସୁଛି। ଆସୁରୀ ଦୁନିଆରେ ବିନାଶ। ବାବା କହିଲେ ଆସୁରୀ ଦୁନିଆର ବିନାଶ ହେଲେ ହିଁ ଏସବୁ ବନ୍ଦ ହୋଇଯିବ, ପୁଣି ଅଧାକଳ୍ପ ପାଇଁ ମଧ୍ୟ ବନ୍ଦ ହୋଇଯିବ। ଏବେ ତୁମେ ବେହଦ ବାବାଙ୍କ ଠାରୁ ପ୍ରାରବ୍ଧ ନେଉଛ। ଅବିନାଶୀ ବାବା ସମସ୍ତଙ୍କୁ ଅବିନାଶୀ ପ୍ରାରବ୍ଧ ଦେଉଛନ୍ତି। ବିନାଶୀ ପିତା ବିନାଶୀ ପ୍ରାରବ୍ଧ ଦେଉଛନ୍ତି। ସଂସାରରେ କେବଳ ନିଜର ପୁତ୍ରକୁ ହିଁ ସମ୍ପତ୍ତି ମିଳିଥାଏ। ଏଠାରେ ବାବା କହୁଛନ୍ତି ତୁମେ ଝିଅ ହୁଅ ବା ପୁଅ ହୁଅ, ଉଭୟ ସମ୍ପତ୍ତିର ହକଦାର ଅଟ। ଲୌକିକ ପିତାଙ୍କ ପାଖରେ ଭେଦଭାବ ରହିଥାଏ। କେବଳ ପୁତ୍ରକୁ ଉତ୍ତରାଧିକାରୀ କରାଇଥାନ୍ତି। ସ୍ତ୍ରୀକୁ ହାଫ୍ ପାର୍ଟନର ବା ଅର୍ଦ୍ଧାଙ୍ଗିନୀ କୁହାଯାଉଛି, କିନ୍ତୁ ତାଙ୍କୁ କିଛି ଭାଗ ଦେଉନାହାନ୍ତି। ପୁତ୍ରମାନେ ସେମାନଙ୍କୁ ସମ୍ଭାଳିଥାନ୍ତି। ପିତାଙ୍କର ପୁତ୍ରମାନଙ୍କ ପ୍ରତି ମୋହ ଥାଏ। ଏହି ବାବା ତ କାଇଦା ଅନୁସାରେ ସମସ୍ତ ଆତ୍ମାମାନଙ୍କୁ ବର୍ଷା ଦେଉଛନ୍ତି। ଏଠାରେ ପୁତ୍ର ଏବଂ କନ୍ୟା ଭେଦଭାବ ନାହିଁ। ତୁମେ କେତେ ସୁଖର ସମ୍ପତ୍ତି ବେହଦର ବାବାଙ୍କ ଠାରୁ ନେଉଛ, ତଥାପି ମଧ୍ୟ ସମ୍ପୂର୍ଣ୍ଣ ରୂପେ ପଢ଼ୁନାହଁ। ପାଠପଢ଼ାକୁ ଛାଡ଼ି ଦେଉଛ। କନ୍ୟାମାନେ ଲେଖୁଛନ୍ତି ବାବା ଅମୁକ ନିଜ ରକ୍ତରେ ପ୍ରତିଜ୍ଞାପତ୍ର ଲେଖି ଦେଇଥିଲେ, କିନ୍ତୁ ଏବେ ଆସୁନାହାନ୍ତି। ନିଜ ରକ୍ତରେ ବି ଲେଖୁଛନ୍ତି ବାବା ଆପଣ ସ୍ନେହ କରନ୍ତୁ ଅଥବା ଧକ୍କା ଦିଅନ୍ତୁ, ଆମେ ଆପଣଙ୍କୁ କେବେ ଛାଡ଼ିବୁ ନାହିଁ। କିନ୍ତୁ ପାଳନା ନେଇ ପୁଣି ଚାଲି ଯାଉଛନ୍ତି। ବାବା ବୁଝାଉଛନ୍ତି ଏସବୁ ଡ୍ରାମା। କେତେ ଆଶ୍ଚର୍ଯ୍ୟ ଭାବେ ପଳାୟନ କରି ବାବା କହିଲେ କେତେ ଆଶ୍ଚର୍ଯ୍ୟ ଭାବେ ପଳାୟନ କରିଥାନ୍ତି। ଏଠାରେ ଆସି ବସୁଛନ୍ତି, ତେଣୁ ନିଶ୍ଚୟ ରହୁଛି। ଏଭଳି ଅବିନାଶୀ ବାବାଙ୍କୁ ଆମେ କିପରି ଛାଡ଼ିବୁ? ଇଏ ତ ପାଠପଢ଼ା ଅଟେ। ବାବା ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି ମୁଁ ସାଥିରେ ନେଇଯିବି। ସତ୍ୟଯୁଗ ଆଦିରେ ଏତେ ସବୁ ମନୁଷ୍ୟ ନଥିଲେ। ବର୍ତ୍ତମାନ ସଙ୍ଗମ ଯୁଗରେ ସମସ୍ତେ ଅଛନ୍ତି। ସତ୍ୟ ଯୁଗରେ ବହୁତ କମ୍ ରହିବେ। ଏତେ ଧର୍ମାବଲମ୍ବୀ କେହି ରହିବେ ନାହିଁ। ତାର ସମସ୍ତ ପ୍ରସ୍ତୁତି ଚାଲିଛି। ଏହି ଶରୀର ଛାଡ଼ି ଶାନ୍ତିଧାମକୁ ଚାଲିଯିବେ। ହିସାବ କିତାବ ଚୁକ୍ତ କରି ଯେଉଁ ସ୍ଥାନରୁ ପାଠ କରିବାକୁ ଆସିଥିଲେ ସେହି ସ୍ଥାନକୁ ଚାଲିଯିବେ।
ଦୁନିଆରେ 2 ଘଣ୍ଟାର ନାଟକ ହେଉଛି, କିନ୍ତୁ ଏହା ବିଶାଳ ନାଟକ। ତୁମେ ଜାଣିଛ ଆମେ ସେହି ପରମଧାମ ନିବାସୀ ଅଟୁ ଏବଂ ଏକ ବାବାଙ୍କର ସନ୍ତାନ ଅଟୁ। ବାଣୀରୁ ଉର୍ଦ୍ଧ୍ୱ ରହିବାର ସ୍ଥାନ ହେଉଛି ନିର୍ବାଣ ଧାମ। ସେଠାରେ କୌଣସି ଶବ୍ଦ ନାହିଁ। ମନୁଷ୍ୟ ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯାଉଛନ୍ତି। ବାବା କହୁଛନ୍ତି ଆତ୍ମା ଅବିନାଶୀ। ଏହାର କେବେ ବିନାଶ ହୋଇପାରିବ ନାହିଁ। କେତେ ଜୀବାତ୍ମା ରହିଛନ୍ତି? ଅବିନାଶୀ ଆତ୍ମା ଜୀବ ଅର୍ଥାତ୍ ଶରୀର ଦ୍ୱାରା ଅଭିନୟ କରୁଛି। ସମସ୍ତ ଆତ୍ମା ଡ୍ରାମାର ଅଭିନେତା। ରହିବାର ସ୍ଥାନ ବ୍ରହ୍ମାଣ୍ଡ, ତାହା ଆତ୍ମାମାନଙ୍କର ଘର ଅଟେ। ଆତ୍ମା ଅଣ୍ଡା ସଦୃଶ ଦେଖାଯାଏ। ବ୍ରହ୍ମାଣ୍ଡ ହେଉଛି ତା'ର ରହିବାର ସ୍ଥାନ। ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବା ଉଚିତ। ନ ବୁଝିଥିଲେ ମଧ୍ୟ ଆଗକୁ ଗଲେ ସ୍ୱତଃ ବୁଝିଯିବେ। ଯଦି ଶୁଣିବା ଛାଡ଼ିଦେବେ ତେବେ କିଛି ବି ବୁଝିପାରିବେ ନାହିଁ। ତୁମେ ଜାଣିଛ ପୁରୁଣା ଦୁନିଆ ଶେଷ ହେଲେ ନୂଆ ଦୁନିଆ ସ୍ଥାପନ ହେଉଛି। ବାବା କହୁଛନ୍ତି କାଲି ତୁମେ ବିଶ୍ୱର ମାଲିକ ଥିଲ, ଏବେ ପୁଣି ବିଶ୍ୱର ମାଲିକ ହେବାକୁ ଆସିଛ। ଗୀତ ମଧ୍ୟ ଅଛି, ବାବା ଆମକୁ ଏପରି ମାଲିକ କରାଉଛନ୍ତି ଯାହାକୁ କେହି ଆମଠାରୁ ଛଡ଼ାଇ ନେଇପାରିବେ ନାହିଁ। ଆକାଶ ପୃଥିବୀ ଆଦି ଉପରେ ମଧ୍ୟ ଆମର ଅଧିକାର ରହିବ। ଏହି ଦୁନିଆରେ ଦେଖ କ'ଣ କ'ଣ ହେଉଛି। ଆମେ ସମସ୍ତେ ହେଉଛନ୍ତି ସ୍ୱାର୍ଥର ସାଥୀ। ସେଠାରେ ଏପରି ହେବ ନାହିଁ। ଯେପରି ଲୌକିକ ପିତା ସନ୍ତାନକୁ କହିଥାନ୍ତି, ଏହିସବୁ ଧନ ସମ୍ପତ୍ତି ସବୁକିଛି ତୁମକୁ ଦେଇଯାଉଛି, ଏହାକୁ ଠିକ୍ ରୂପେ ସମ୍ଭାଳିବ। ବେହଦର ବାବା ମଧ୍ୟ କହୁଛନ୍ତି ତୁମକୁ ଧନ ସମ୍ପତ୍ତି ସବୁକିଛି ଦେଉଛି। ତୁମେ ମୋତେ ଡାକିଛ ଯେ ପବିତ୍ର ଦୁନିଆକୁ ନେଇ ଚାଲ, ତେବେ ନିଶ୍ଚିନ୍ତ ପବିତ୍ର କରାଇ ବିଶ୍ୱର ମାଲିକ କରାଇବି। ବାବା କେତେ ଯୁକ୍ତିର ସହିତ ବୁଝାଉଛନ୍ତି। ଏହାର ନାମ ହେଉଛି ସହଜ ଜ୍ଞାନ ଏବଂ ସହଜ ଯୋଗ। ଏହା ସେକେଣ୍ଡର କଥା। ସେକେଣ୍ଡରେ ମୁକ୍ତି, ଜୀବନ ମୁକ୍ତି। ତୁମେ ଏବେ କେତେ ଦୂରଦର୍ଶୀ ହୋଇଗଲଣି। ସର୍ବଦା ଏହି ଚିନ୍ତନ ରହୁ ଯେ ଆମେ ବେହଦ ବାବାଙ୍କ ଠାରୁ ପାଠ ପଢ଼ୁଛୁ। ଆମେ ନିଜ ପାଇଁ ରାଜ୍ୟ ସ୍ଥାପନ କରୁଛୁ। ଆମେ ଉଚ୍ଚ ପଦ କାହିଁକି ନ ପାଇବୁ? କମ୍ ପଦ କାହିଁକି ପାଇବୁ? ରାଜଧାନୀ ସ୍ଥାପନ ହେଉଛି। ଏଠାରେ ମଧ୍ୟ ପଦ ରହିଛି। ଢେର ଦାସ ଦାସୀ ରହିବେ। ସେମାନେ ମଧ୍ୟ ବହୁତ ସୁଖ ପାଇବେ। ସେଠାରେ ମହଲରେ ରହିବେ। ପିଲାମାନଙ୍କୁ ସମ୍ଭାଳିବେ। କେତେ ଖୁସିରେ ରହିବେ। କେବଳ ନାମ ହିଁ ଦାସ ଦାସୀ ରହିବ। ରାଜାରାଣୀ ଯାହା ଖାଇବେ ଦାସ ଦାସୀ ମଧ୍ୟ ତାହା ହିଁ ଖାଇବେ। ପ୍ରଜାଙ୍କୁ ତାହା ମିଳିବ ନାହିଁ। ଦାସ ଦାସୀଙ୍କର ମଧ୍ୟ ବହୁତ ସମ୍ମାନ ରହିବ, କିନ୍ତୁ ଏଥିରେ ମଧ୍ୟ କ୍ରମ ଅନୁଯାୟୀ ରହିବେ। ତୁମେମାନେ ସାରା ବିଶ୍ୱର ମାଲିକ ହେଉଛ। ଏଠାକାର ରାଜାମାନଙ୍କ ପାଖରେ ମଧ୍ୟ ଦାସ ଦାସୀ ଅଛନ୍ତି। ରାଜସଭାରେ ରାଜକୁମାରମାନେ ଯେତେବେଳେ ପରସ୍ପର ସହିତ ମିଶିବେ ସେତେବେଳେ ଫୁଲରେ ସଜାଇ ହୋଇ ମୁକୁଟଧାରୀ ହୋଇ ବସିବେ। ସେମାନଙ୍କ ମଧ୍ୟରେ କ୍ରମାନୁସାରେ ବଡ଼ ଶୋଭନୀୟ ସଭା ଲାଗିଥାଏ। ସେଥିରେ ରାଣୀମାନେ ବସନ୍ତି ନାହିଁ, ସେମାନେ ପରଦା ପଛରେ ରହନ୍ତି। ଏହିସବୁ କଥା ବାବା ବୁଝାଉଛନ୍ତି। ତୁମେ ତାଙ୍କୁ ପ୍ରାଣଦାତା ସହିତ ଜୀବନଦାତା ମଧ୍ୟ କହୁଛ, କାରଣ ସିଏ ଆମକୁ ବାରମ୍ବାର ଶରୀର ତ୍ୟାଗ କରିବାରୁ ରକ୍ଷା କରୁଛନ୍ତି। ସେଠାରେ ମରିବାର ଚିନ୍ତା ରହିବ ନାହିଁ। ଏଠାରେ କେତେ ଚିନ୍ତା ରହୁଛି। ସାମାନ୍ୟ କିଛି ହେଲେ ଡାକ୍ତରଙ୍କୁ ଡାକନ୍ତି କାଳେ ମରିଯିବି। ସେଠାରେ ଭୟର କୌଣସି କଥା ରହିବ ନାହିଁ। ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ, ତେଣୁ ନିଶା ଚଢ଼ିବା ଉଚିତ। ଶିକ୍ଷକଙ୍କ ସହ ଯୋଗ ରଖିବା ଅର୍ଥ ଯୋଗର ଯାତ୍ରାରେ ରହିବା। ବାପ୍ ଟିଚର ସଦ୍ଗୁରୁଙ୍କୁ ମନେ ପକାଉଛ ଅର୍ଥାତ୍ ଠିକ୍ ଅଛ। ଯେତେ ଶ୍ରୀମତକୁ ପାଳନ କରିବ, ମନ ବଚନ କର୍ମରେ ପବିତ୍ର ହେବ। ବୁଦ୍ଧିରେ ବିକାରୀ ସଂକଳ୍ପ ମଧ୍ୟ ନ ଆସୁ। ଭାଇ ଭାଇର ଦୃଷ୍ଟି ରଖିଲେ ହିଁ ଏହା ସମ୍ଭବ ହେବ। ଭଉଣୀ ଭାଇ ଦୃଷ୍ଟି ଦ୍ୱାରା ମଧ୍ୟ ଛି ଛି ହୋଇଯାଉଛନ୍ତି। ଆଖି ସବୁଠାରୁ ଅଧିକ ଧୋକା ଦେଉଛି। ସେଥିପାଇଁ ବାବା ତୃତୀୟ ନେତ୍ର ଦେଇଛନ୍ତି।
ତେଣୁ ନିଜକୁ ଆତ୍ମା ଭାବି ଭାଇ ଭାଇର ଦୃଷ୍ଟିରେ ଦେଖ। ଏହାକୁ କୁହାଯାଉଛି ଜ୍ଞାନର ତୃତୀୟ ନେତ୍ର। ଭାଇ ଭଉଣୀ ଭାବିବା ଦ୍ୱାରା ମଧ୍ୟ ଫେଲ୍ ହୋଇଯାଉଛନ୍ତି। ତେଣୁ ବାବା ଅନ୍ୟ ଯୁକ୍ତି ବତାଉଛନ୍ତି, ନିଜକୁ ଭାଇ ଭାଇ ଭାବ। ଏଥିରେ ବହୁତ ମେହନତ ରହିଛି। ଲୌକିକ ପାଠପଢ଼ାରେ ମଧ୍ୟ ବିଷୟବସ୍ତୁ ରହିଥାଏ ନା। କେତେକ ବିଷୟ ବହୁତ କଷ୍ଟକର ହୋଇଥାଏ। ଏହା ମଧ୍ୟ ପାଠପଢ଼ା ଅଟେ। ଏହି ପାଠପଢ଼ାରେ ମଧ୍ୟ ସବୁଠାରୁ ଉଚ୍ଚ ବିଷୟ ରହିଛି, ତୁମେ କାହାର ନାମ ରୂପରେ ପ୍ରଭାବିତ ହୁଅ ନାହିଁ। ଏହା ବହୁତ ବଡ଼ ପରୀକ୍ଷା। ତୁମେ ବିଶ୍ୱର ମାଲିକ ହେବ। ମୁଖ୍ୟ କଥା, ବାବା କହୁଛନ୍ତି ପରସ୍ପରକୁ ଭାଇ ଭାଇ ଭାବ। ତେଣୁ ପିଲାମାନଙ୍କୁ ବହୁତ ପୁରୁଷାର୍ଥ କରିବା ଉଚିତ। କିନ୍ତୁ ଚାଲୁ ଚାଲୁ କେତେକ ବିଶ୍ୱାସଘାତକ ମଧ୍ୟ ହୋଇଯାଉଛନ୍ତି। ଏଠାରେ ମଧ୍ୟ ସେହିପରି ହେଉଛି। ଭଲ ଭଲ ସନ୍ତାନମାନଙ୍କୁ ମାୟା ନିଜର କରିନେଉଛି। ସେଥିପାଇଁ ବାବା କହୁଛନ୍ତି, ମୋତେ ଫାରକତି ଦେଇ ଦେଉଛନ୍ତି। ଡ୍ରାଇଭର୍ସ ଅର୍ଥାତ୍ ଛାଡ଼ପତ୍ର ଦେଇ ଦେଉଛନ୍ତି। ପିତା ଏବଂ ସନ୍ତାନଙ୍କ ମଧ୍ୟରେ ନିଷ୍କୃତି ହୋଇଥାଏ ଏବଂ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ ଛାଡ଼ପତ୍ର ହୁଏ। ବାବା କହୁଛନ୍ତି, ମୋତେ ନିଷ୍କୃତି ଓ ଛାଡ଼ପତ୍ର ଦୁଇଟି ଯାକ ମିଳୁଛି। ଭଲ ଭଲ କନ୍ୟାମାନେ ମଧ୍ୟ ଛାଡ଼ପତ୍ର ଦେଇ ରାବଣର ହୋଇଯାଉଛନ୍ତି। ଏହା ଆଶ୍ଚର୍ଯ୍ୟଜନକ ଖେଳ ଅଟେ ନା। ମାୟା କ'ଣ କରି ନ ଦେଉଛି? ବାବା କହୁଛନ୍ତି, ମାୟା ବହୁତ କଠୋର ଅଟେ। ଗାୟନ ଅଛି, ହାତୀକୁ କୁମ୍ଭୀର ଖାଇଲା। ବହୁତ ଭୁଲ କରୁଛନ୍ତି। ବାବାଙ୍କ ସହିତ ଅଶୋଭନୀୟ ଆଚରଣ କରୁଛନ୍ତି। ତେଣୁ ମାୟା ପୂର୍ଣ୍ଣ ରୂପରେ ବଶୀଭୂତ କରିଦେଉଛି। ମାୟା ଏପରି ଯେ କାହାକୁ କାହାକୁ ଏକଦମ ଧରି ନେଉଛି। ଆଚ୍ଛା, ସନ୍ତାନମାନଙ୍କୁ କେତେ ଶୁଣାଇବି? ମୁଖ୍ୟ କଥା ହେଉଛି ଅଲଫ। ମୁସଲମାନ ମାନେ ମଧ୍ୟ କହନ୍ତି, ସକାଳୁ ଉଠି ଅଲଫକୁ ସ୍ମରଣ କର। ଏହି ବେଳା ଶୋଇବାର ବେଳା ନୁହେଁ। ଏହି ଉପାୟରେ ହିଁ ବିକର୍ମ ବିନାଶ ହୋଇଥାଏ। ଅନ୍ୟ କୌଣସି ଉପାୟ ନାହିଁ। ବାବା ତୁମ ସହିତ କେତେ ବିଶ୍ୱସ୍ତ ଅଟନ୍ତି। କେବେ ତୁମକୁ ଛାଡ଼ିବେ ନାହିଁ। ବାବା ତୁମମାନଙ୍କୁ ସୁଧାରି ସାଥିରେ ନେଇଯିବା ପାଇଁ ଆସିଛନ୍ତି। ବାବା ତୁମମାନଙ୍କୁ ସୁଧାରି ସାଥିରେ ନେଇଯିବା ପାଇଁ ଆସିଛନ୍ତି। ଯୋଗର ଯାତ୍ରା ଦ୍ୱାରା ହିଁ ତୁମେମାନେ ସତ୍ତ୍ୱ ପ୍ରଧାନ ହେବ ଏବଂ ଅନ୍ୟ ପାର୍ଶ୍ୱରେ ଜମା ମଧ୍ୟ ହୋଇ ଚାଲିବ। ବାବା କହୁଛନ୍ତି, ନିଜର ଚାର୍ଟ ରଖ। ବାବାଙ୍କୁ କେତେ ମନେ ପକାଉଛ, କେତେ ସେବା କରୁଛ। ବ୍ୟାପାରୀମାନେ ନିଜର କ୍ଷତି ହେଉଥିବାର ଦେଖିଲେ ଖବରଦାର ହୋଇଯାଆନ୍ତି। ତୁମେମାନେ ମଧ୍ୟ ନିଜର କ୍ଷତି କରିବା ଉଚିତ ନୁହେଁ। ନଚେତ୍ କଳ୍ପ କଳ୍ପାନ୍ତରର ଘାଟା ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ମନ ବଚନ କର୍ମରେ ପବିତ୍ର ହେବାକୁ ପଡ଼ିବ। ବୁଦ୍ଧିରେ ବିକାରୀ ସଂକଳ୍ପ ମଧ୍ୟ ନ ଆସୁ, ସେଥିପାଇଁ ଆମେ ସବୁ ଆତ୍ମା ଭାଇ ଭାଇ ଅଟୁ। ଏହି ଅଭ୍ୟାସକୁ ପକ୍କା କରିବାକୁ ହେବ। କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ। ବାବା କହିଲେ, କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ। ଦ୍ୱିତୀୟ ପଏଣ୍ଟ, ଯେପରି ବାବା ବିଶ୍ୱସ୍ତ ହୋଇ ସନ୍ତାନମାନଙ୍କୁ ସୁଧାରି ନିଜ ସାଥିରେ ନେଇଯାଉଛନ୍ତି, ସେହିପରି ବିଶ୍ୱସ୍ତ ହୋଇ ରହିବାକୁ ହେବ। କେବେ ବି ଛାଡ଼ପତ୍ର ଦେବାର ନାହିଁ। ଆଜି ବରଦାତା ବାବାଙ୍କର ବରଦାନ ଅଛି, ସର୍ବଦା ହାଲୁକା ହୋଇ ବାବାଙ୍କର ନୟନରେ ସମାହିତ ହେଉଥିବା ସହଜ ଯୋଗୀ ଭବ। ସର୍ବଦା ହାଲୁକା ହୋଇ ବାବାଙ୍କର ନୟନରେ ସମାହିତ ହେଉଥିବା
ସହଜ ଯୋଗୀ ଭବ। ବିସ୍ତାର ସଙ୍ଗମ ଯୁଗରେ ଯେଉଁ ସବୁ ଖୁସିର ଖଣି ମିଳିଥାଏ ତାହା ଅନ୍ୟ କୌଣସି ଯୁଗରେ ମିଳିପାରିବ ନାହିଁ। ଏହି ସମୟ ପିତା ଏବଂ ସନ୍ତାନମାନଙ୍କର ମିଳନର ସମୟ। ତେଣୁ ଏଠାରେ ପୈତୃକ ସମ୍ପତ୍ତି ଏବଂ ବରଦାନ ମଧ୍ୟ ପ୍ରାପ୍ତ ହେଉଛି। ତେବେ ପୈତୃକ ଏବଂ ବରଦାନ ମଧ୍ୟ ପ୍ରାପ୍ତ ହେଉଛି। ତେବେ ପୈତୃକ ସମ୍ପତ୍ତି ହେଉ ବା ବରଦାନ ହେଉ, ଦୁଇଟି ଯାକରେ ମେହନତ କରିବାକୁ ପଡ଼ିନଥାଏ। ସେଥିପାଇଁ ତୁମମାନଙ୍କର ଉପାଧି ହେଲା ସହଜ ଯୋଗୀ। ବାପ ଦାଦା ପିଲାମାନଙ୍କର ମେହନତ କରିବା ଦେଖିପାରନ୍ତି ନାହିଁ। ତେଣୁ କୁହନ୍ତି ପିଲାମାନେ ନିଜର ସମସ୍ତ ବୋଝ ବାବାଙ୍କୁ ଦେଇ ନିଜେ ହାଲୁକା ହୋଇଯାଅ। ଏତେ ହାଲୁକା ହୋଇଯାଅ ଯାହାକି ବାବା ନିଜେ ନୟନରେ ବସାଇ ସାଥିରେ ଘରକୁ ନେଇଯିବେ। ତେବେ ବାବାଙ୍କ ସହିତ ସ୍ନେହ ଥିବାର ଚିହ୍ନ ହେଲା ସର୍ବଦା ହାଲୁକା ହୋଇ ବାବାଙ୍କର ନୟନରେ ସମାହିତ ହୋଇଯିବା। ସ୍ଲୋଗାନ ଅଛି, ଯଦି ନକାରାତ୍ମକ ଚିନ୍ତନର ରାସ୍ତା ବନ୍ଦ କରିଦେବ ତେବେ ସଫଳତା ସ୍ୱରୂପ ହୋଇଯିବ। ଯଦି ନକାରାତ୍ମକ ଚିନ୍ତନର ରାସ୍ତା ବନ୍ଦ କରିଦେବ ତେବେ ସଫଳତା ସ୍ୱରୂପ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।